ଭାଗ୍ୟବାଦୀ ହୋଇ ପରିଶ୍ରମ ଛାଡ଼ିଦେବା, କର୍ତ୍ତବ୍ୟରେ ଅବହେଳା କରିବା, ସବୁ ଭାଗ୍ୟ ଉପରେ ପକାଇ ନିଜେ ବିମୁକ୍ତ ହୋଇଯିବା, ଏହା ହେଉଛି ଅଳସୁଆ ଏବଂ କାମଚୋରଙ୍କ ଲକ୍ଷଣ। ଭାଗ୍ୟବାଦୀ ହେବା ସ୍ୱୟଂକୁ ବଞ୍ଚାଇବାର ଆଳସ୍ୟର ଗୋଟିଏ ଆବରଣ ମାତ୍ର। ଭଗବାନ ଏ କାମ କରିଦେବେ। ଆରେ ବାବୁ, ଭଗବାନ ଅଛନ୍ତି, ଏ କଥା ସତ, ହେଲେ ଭଗବାନ କ'ଣ କରିବେ? ତୁମେ ତ ଆଗ ପ୍ରୟାସ କର। ଧର୍ମ ରକ୍ଷତି ରକ୍ଷିତା। ତୁମେ ନିଜେ ନ କଲେ କେହି ତୁମ ପାଇଁ କରିବେ ନାହିଁ। ପ୍ରୟାସ ତୁମକୁ କରିବାକୁ ହିଁ ପଡ଼ିବ। ଜଣେ ପଥିକଟେ ପଥକଷ୍ଟ ପାଇ ଯଦି ପଥର ଅଧାରେ ବସି କ୍ରନ୍ଦନ କରେ, ସେ କେବେ ହେଲେ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ନାହିଁ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ କଷ୍ଟ ସହି ଆଗକୁ ବଢ଼ିବାକୁ ପଡ଼ିବ। ପ୍ରୟାସ ଜାରି ରଖିବାକୁ ପଡ଼ିବ। ତୁମେ ଯେତେବେଳେ କର୍ତ୍ତବ୍ୟ କରିବ, ନିରନ୍ତର ପ୍ରୟାସ କରିବ, ସେତେବେଳେ ଏ ଭଗବାନ ରୂପୀ ଯେଉଁ ଶକ୍ତି ଅଛନ୍ତି, ସେ ତୁମର କଷ୍ଟ ଦେଖି, ତୁମର କର୍ତ୍ତବ୍ୟ ଦେଖି, ତୁମର ନିଷ୍ଠା ଦେଖି ଦୟା ପରବଶ ହୋଇ ତୁମକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ଅତଃ ପ୍ରୟାସ ତ ତୁମ ନିଜକୁ ହିଁ କରିବାକୁ ପଡ଼ିବ ନା। ଭଗବାନଙ୍କ ସାହାଯ୍ୟ ପାଇଁ ତୁମ କାମର ସ୍ତର, ତୁମର ନିଷ୍ଠାର ସ୍ତର, ତୁମର ନିରନ୍ତରତାର ସ୍ତର ବିନା ସେଇ ଲେବୁଲର ହେବା ଦରକାର, ଯେଉଁ ଲେବୁଲରେ ତୁମକୁ ସଫଳତା ମିଳିବ। ତେଣୁ ନିଜର ନିରନ୍ତରତାର କାର୍ଯ୍ୟର ଯେଉଁ ନିରନ୍ତରତା, ତାର ସ୍ତର ବଢ଼ାନ୍ତୁ। ତୁମ ନିଷ୍ଠାର ସ୍ତର ବଢ଼ିବା ଦରକାର। ତୁମର କାମର ସ୍ତର ବଢ଼ିବା ଦରକାର। ତାହେଲେ ଯାଇ ସଫଳତା ମିଳିପାରିବ। କାମ କଲେ ଠିକ୍ ଭାବରେ ନିରନ୍ତରତାର ସହ, ଏକନିଷ୍ଠତାର ସହ ସଫଳତା ନିଶ୍ଚୟ ମିଳିବ। ଏକାଗ୍ର ହେବାର ଅର୍ଥ କ'ଣ? ଆମେ ସମସ୍ତେ ସବୁ କାମ କିଛି କିଛି କରିବାକୁ ଚାହୁଁଛେ। 1/3 ଡକ୍ଟର ହେବାକୁ ଚାହୁଁଛେ, 1/3 ଇଞ୍ଜିନିୟର ହେବାକୁ ଚାହୁଁଛେ, କିଛି ମାତ୍ରାରେ ଜଣେ ଖେଳାଳି ହେବାକୁ ଚାହୁଁଛେ, କିଛି ମାତ୍ରାରେ ଜଣେ ଭଲ ପୁଅ ହେବାକୁ ଚାହୁଁଛେ, କିଛି ମାତ୍ରାରେ ଜଣେ ଭଲ ବିଦ୍ୟାର୍ଥୀ ହେବାକୁ ଚାହୁଁଛେ। ସବୁଥିରେ ଆମର ରୁଚି, ସୋକଲ୍ଡ ଇଣ୍ଟରେଷ୍ଟ ରହିଛି। ଆମେ ସବୁଥିରେ ଇଣ୍ଟରେଷ୍ଟ ନେଇଯାଉଛେ। ଆମେ ସବୁ କାମରେ ହାତ ମାରି ଦେଉଛେ। ଆମେ କିଛି ମାତ୍ରାରେ କ୍ରିକେଟର ହେବାକୁ ଚାହୁଁଛେ, କିଛି ମାତ୍ରାରେ ଗାୟକ ହେବାକୁ ଚାହୁଁଛେ, କିଛି ମାତ୍ରାରେ ଭଲ ପୁଅ ହୋଇ ପିତାମାତାଙ୍କର ଅତି ନିଜର ହେବାକୁ ଚାହୁଁଛେ, କିଛି ମାତ୍ରାରେ ଭଲ ବିଦ୍ୟାର୍ଥୀ ହେବାକୁ ଚାହୁଁଛେ। ଏ ଯେଉଁ ପ୍ରୟାସ, ଶେଷରେ ଆମକୁ କ'ଣ ମିଳୁଛି? ଫାଇନାଲ ରେଜଲ୍ଟ ଆସିଲା ବେଳକୁ ଆମେ କିଛି ବି ବନିପାରୁନାହିଁ। ସମସ୍ତେ ଭାବନ୍ତି ଗୁରୁ ଦ୍ରୋଣ କ'ଣ ପାଇଁ ଶିଷ୍ୟ ଅର୍ଜୁନକୁ ଏତେ ବିଦ୍ୟାର୍ଥୀ ଭିତରୁ ଅଧିକ ସ୍ନେହ, ଅଧିକ ଭଲ ପାଇବା ଦେଉଥିଲେ। ତାର କାରଣ ହେଉଛି ଅର୍ଜୁନ ଏକାଗ୍ର ଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଅଶ୍ୱତ୍ଥାମାଙ୍କୁ ଯେତିକି ଭଲ ପାଉନଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ, ସେତିକି ଭଲ ପାଉଥିଲେ କାହାକୁ? ଏ ଅର୍ଜୁନକୁ। ଗୁରୁ ଦେଖନ୍ତି ଏବଂ ଜାଣିପାରନ୍ତି ପ୍ରକୃତରେ ଏକାଗ୍ର କିଏ। ଯିଏ ସର୍ବୋତ୍ତମ, ସେ ନିଶ୍ଚିତ ଭାବରେ ଗୁରୁଙ୍କର ପ୍ରିୟ ହେବ, ଏଥିରେ ସନ୍ଦେହ ନାହିଁ। 2ଟି ପରମ୍ପରା ଅଛି, ଯେଉଁ ପରମ୍ପରାରେ ସେମାନେ ଅନ୍ୟ କେହି ତାଙ୍କୁ ଟପିଗଲେ ଖୁସି ହୁଅନ୍ତି। ସେ 2ଟି ପରମ୍ପରା ହେଲା, ଜଣେ ପିତା ଯେତେବେଳେ ଦେଖେ ନିଜ ପୁତ୍ର ତାଠାରୁ ଅଧିକା ପ୍ରୋଗ୍ରେସ କରିଯାଇଛି, ପିତାଟି ଖୁସି ହୁଏ। ଆଉ ଜଣେ ହେଲେ ଗୁରୁ। ଜଣେ ଗୁରୁ ଯେତେବେଳେ ଦେଖନ୍ତି ଯେ ମୋ ଛାତ୍ର ମୋ ଠାରୁ ଅଧିକା ପାରଙ୍ଗମ ହୋଇଗଲା, ଗୁରୁ ସେତେବେଳେ ଈର୍ଷା ନ କରି ଗୁରୁ ଆନନ୍ଦିତ ହୁଅନ୍ତି, ଯାହା ହେଉ ମୁଁ ଗୋଟେ ଭଲ ଶିଷ୍ୟ ଗଠନ କରିଦେଇଛି। ଗୋଟେ କଥା ମନେ ରଖିଥିବେ ଯେ ଅସଫଳତା ବିଶେଷ କିଛି ନୁହେଁ। ଏହା ସିଦ୍ଧ କରେ ଯେ ପ୍ରୟାସ ଆମ ପୁରା ମନରେ ଏକାଗ୍ର ଭାଗରେ କରିନାହାନ୍ତି।
जो काम करिसंती जो असफल आम होती ताहा आउ किछि नुह ता कारण होउछि आमे एकाग्र मन रे काम करि नाहंती एवं पूरा मन रे प्रयास करि नाहंती आउ किछि नुह आम देशर महान विश्व नागरिक जहाँ को आपण माने समस्त जानिछंती आमर पूर्वतन राष्ट्रपति एपीजे अब्दुल कलाम महाशय तांको जीवन में गोटे क्षण आसीथिला जेतेबेले से मध्य आत्महत्यार हीन प्रयास करि सारिथिले हीन प्रयास जद्य नुह संपूर्ण तैयारी मध्य करि सारिथिले माइंडसेट करि सारिथिले जे मु आत्महत्या करिवि से डेराडून जाइथिले एनडीए सिलेक्शन हला परे पैसा नथिला रामेश्वर रु डेराडून जीवा पई तांकर जने भौणी थिले से निजर गहना बिकी एपीजे अब्दुल कलाम साहब को अर्थ देइथिले जो अर्थ देइथिले से अर्थ सफिशिएंट नथिला जाइके आसिया पई केवल गोटे पट जीवारे सहायता प्रदान करथिला ए अर्थ जेतबे कलाम साहेब गले इंटरव्यू को सिलेक्शन तो हेची आ गोटे मात्र इंटरव्यू तापरे अपॉइंटमेंट कलाम साहेब निज भौणी को कहिकी जाइथिले जे तुमे व्यस्त होनी भौणी मु 200% सफल हवा निश्चित एवं मु सफल हैला परे तुमर समस्त पैसा फेराई देबी यहाँ परे दुर्भाग्यवशत कलाम साहेबकर सिलेक्शन हो पारला नहीं खुर्सिकास जदि आप जाइथिबे सेठारे शिवानंद आश्रम अच्छी लक्ष्मण झोला पाखरे सेठारे आगुरु पहाड़ थिला से पहाड़ रे संध्या समय रे कलाम साहेब कौन करिसंती पहुँची जाइछंती आत्महत्या करने उद्देश्य रे जीवन तो बेकार हो गला भौणी को किए मुह देखाइबे अनेक लोक अनेक प्रश्न पचारे किए उत्तर देवे कलाम साहेब समस्त कही छाड़ते मोर सिलेक्शन हो जाइछु बोली फेरिबा को पैसा नहीं शिवानंद स्वामी टहलुचंती से समय एवं देखिले जड़े युवक विषादग्रस्त होई अस्तव्यस्त भाव से पहाड़ रे बुलुची शिवानंद स्वामी पचारिले पुओ एठारे संध्या समय एमती बुलुछ कौन पाई कौन है तुमर मुसलमान बालक हिंदू साधु राजनीति करने लोक एक कथा टिके भल कि शुणु कलाम साहेब कहले जे मोर जीवन बेकार हो जाइए मत लगुच मो पाई सबु रास्ता बंद हो जाइए मो बंची किसी लाभ नहीं समस्त घटनाक्रम कलाम साहेब ए शिवानंद स्वामी को कहले एवं शेष में कहले मोर एनडीए रे सिलेक्शन है ना भौणी पैसा फेराई पारि नहीं फेरिबा को पैसा नहीं मत लगुच मो जीवन सबु रास्ता ये बंद हो जाइए मो जीवन में आउ किसी करि नहीं पूरा भांगी जाइए कलाम साहब यहाँ पर शिवानंद स्वामी जो कथा कहले कलाम साहब को जो भरी ढंग से बुझाइले ता प्रकृत में हृदयस्पर्शी और प्रणिधान योग्य शिवानंद स्वामी कहले तुम्हें जानिछ तुमर सिलेक्शन कहीं है कलाम साहेब पचारे कहीं शिवानंद स्वामी कहले बोधुए भगवान तुमको या ठारू किछि भल काम पाई आगुरी सिलेक्ट करी सारिचंती तेणु एथिरे सिलेक्ट हेबाको देले नहीं पुआ आज राति तुम्हें ए आश्रम रे विश्राम कर खाई पी आराम रे सुओ काली सकाळू मु तुमको फेरिबा को पैसा दे देबी या पर स्टोरी आपण माने समस्त जानती निजर अध्यवसाय निजर प्रचेष्टा सबू लगाईदेले कलाम साहेब तापरे भारतर राष्ट्रपति एवं कौन कौन करिसंती ताहा काहारी को छपा नहीं समस्त मानस पटरे आज पर्यंत सेमती रही कलाम साहेब समस्त प्रिय ये स्टोरी आपण समस्त को जना अछि एकाग्र हुई कलाम साहेब निज कार्य लगिले असफलतार बोधरू बाहर को आसिले
तापरे असफलतार बोधर जो बाहर को आसिले सेतेबेले कलाम साहब कोठी पहुँची गले आपण माने समस्त जानती। सबुठारु बड़ कथा हेउची फेल हवा बड़ कथा नुह, असफलतार जो बोध, असफलतार जो फेलुअर पर आपण माने जो भावती से भावनार बाहर को आसिया होची बड़ कथा। से भावना आपन बाहर को आसवा को दिए ना, जाबुड़ी धरे। जोठी बसिले मु फेल गली, जोठी गले मु फेल गली। आप निजे निजको एमि चित्रित कर दियंती जे फेल हेली जंतु मो पई सब सरीगला। बंधु फेलुअर हवाटा बड़ कथा नुह, फेलुअर परे बाउंस बैक करवाटा हूँ बड़ कथा। पिला दिन कथा टिके मन पकातु, जितेबाला आप चलवा शिखिले अनेक थर आप पढ़ी एवं उठिचंती, सेहिति पई तो आज आपण दौड़ुचंती। यदि पिला दिने आपण को से असफलतार बोध जाबुड़ी धरता एवं आपण भावी थांते ए चलवा मो द्वारा हवा नहीं, चलिया परे पढ़ला जो जो मोर जो कष्ट होची से कष्ट मु सहिबी नहीं, जदि एमती करिथांते आज आपण दौड़ी पारि थांते कि। तेणु ये असफलतार बोध मनुष्य को बर्बाद कर दिए। पिलादिने आपण बाउंस बैक करिसंती, पढ़ी उठिचंती, सेति पई तो आज आपण जगार ठीक अछंती, चालुचंती, दौड़ुचंती। तेणु सबुठार बड़ कथा होची बाउंस बैक करवा शिखंतु। असफलतार जितेबाला आप जीवन में असफलता आसूची सब भावतु बोधहुए भगवान आपण को एक काम फेल कले, ता पछरे आउ के विशेष कारण अच्छी एवं से विशेष कारणटे होची आपण को भगवान आउ किछि बड़ जिनस बाछि सारी। एतिक जदि भाविए असफलता आपण को भांगी पारिबो नहीं, असफलतार आपण डरी जीवे नहीं, असफलता परे बाउंस बैक करि परिबे। तेणु एक कथा को मन रखंतु, सबले जिज्ञासार आदर करंतु। जिज्ञासा जहाँ पाखे नहीं से केबे उन्नति करि परिबो नहीं। आपण जहाँ भी काम करूचंती ट्राई टू लर्न समथिंग एवरी डे। प्रत्येक दिन किसी ना किसी शिखिबार प्रयास करंतु। आपण जदि शिखिबा को चाहिए बहुत जिनस अच्छी, आपण जो काम करूचंती ता रिलेटेड जिनस को पढ़ी हो, यूट्यूब माध्यम हो, जो शिखंतु। डेली लर्न करने को शिखंतु। लर्न करी शेष में आप सफल होइजिवे, एथिरे संदेह नहीं। खोजिले सिना नूतन वस्तु मिलिबो, जदि आपण पाखे जिज्ञासा नहीं, आपण जदि निजको भाबे माने आपण सब जानिचंती, आपणकर आउ कि जानिबार नहीं, आपण पई नुआ किछि नहीं, ताहले आपण नूतन वस्तु पाइबे केमती? नूतन पथ आपण आविष्कार करिवे केमती? जदि जिज्ञासार गलाची भी मारिदेले आपण जीव कि तुम हो रही। सब बेले जिज्ञासा को बढ़ातु, जानिबार प्रयास करंतु, धैर्यवान हुंतु। धैर्य ही आपण को सफलता पाखे पहुँचेब। अनेक समय ये धैर्यहीनता लोक असफल हुए। सबू कर सारी सामान्य धैर्य। थरे जड़े मूर्तिकार थिले, रजा कहले जदि ये पत्थरटी देखुच, ये पत्थर को जब 2 खंड करदे तुम निहण रे, ताहले तुमको मु लक्षे टंका देवी। से जो शिल्पी जनक कौन कले, निहण आनले, बाड़े चलने मूर्ति को ठक 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 करी अनेक प्रयास कले। प्राय 1000 थर खंडे बाड़ेले, बाड़ेला पर मूर्तिटी जो पत्थरटी 2 फाड़ है नहीं। एवं यही समय ताकर धैर्यबंध भांगीगला। रजा को कहले, प्रभु महाराज ये पत्थर भांगिबार नहीं, ये पत्थर को कहीं भी भांगी पारिबे नहीं। एति कही निज निहण को थोईदेले। पाखरे आउ जने अनभिज्ञ शिल्पी थांती। रजा ताको कहले, तुम्हें पारिबो कि? से कहले, प्रयास करिवार असुविधा कौन अच्छी? आसिले गोटे थर मात्र बाड़ेइछंती, पत्थर 2 खंड होगला। नियम अनुसार 1,00,000 टंका ये अनभिज्ञ शिल्पी को मिलला।
ଅଭିଜ୍ଞତାପୂର୍ଣ୍ଣ ଶିଳ୍ପୀ ଯିଏ ଏତେ ପ୍ରୟାସ କରିଥିଲେ ତାଙ୍କୁ କିଛି ବି ମିଳିଲା ନାହିଁ। ତାର କାରଣ ହେଉଛି କ'ଣ? ଆଉ ଗୋଟିଏ ମାତ୍ର ହାତୁଡ଼ିର ବା ନିହଣର ଆଘାତର ଆବଶ୍ୟକତା ଥିଲା। ଧୈର୍ଯ୍ୟ ଭାଙ୍ଗିଗଲା ଶିଳ୍ପୀଙ୍କର। ସମସ୍ତ ପରିଶ୍ରମ କରିସାରିଥିଲେ ଏବଂ ପଥର ଯେଉଁ ଭାଙ୍ଗିଲା ସମସ୍ତ ଶ୍ରେୟ ହେଉଛି ଆଙ୍କର, ମାତ୍ର ଧୈର୍ଯ୍ୟ ନଥିବା କାରଣରୁ ସେ ଶ୍ରେୟ ଆଉ କାହା ପାଖକୁ ଗଲା। ତେଣୁ ସବୁଠୁ ବଡ଼ ହେଉଛି ଧୈର୍ଯ୍ୟବାନ ହୁଅନ୍ତୁ, କଷ୍ଟ ସହିବା ଶିଖନ୍ତୁ। କଷ୍ଟ ନ ସହିଲେ ଜୀବନରେ କିଛି ପାଇବେ ନାହିଁ। ଆପଣ ଭାବିବେ ମୁଁ କମ୍ଫର୍ଟ ଜୋନ୍ରେ ରହିବି ଏବଂ ମୋତେ ସଫଳତା ମିଳିବ, ମୁଁ ଯେମିତି ଚାହୁଁଛି, ଯେମିତି କମ୍ଫର୍ଟରେ ରହିବାକୁ ଚାହୁଁଛି ସେମିତି ରହୁଥିବି, ମୋତେ ସଫଳତା ମିଳି ଚାଲିଥିବ। ଏବେ ନୁହେଁ କି କେବେ ନୁହେଁ ଆପଣଙ୍କୁ ସଫଳତା ମିଳିବାର ନାହିଁ। ଆପଣ ସଫଳତା ପାଇବାର ଅଛି ତ ଆପଣଙ୍କୁ କଷ୍ଟ ସହିବାକୁ ପଡ଼ିବ। ରାସ୍ତାରେ ଦୁଇଟି ପଥର ପଡ଼ିଥିଲେ। ଗୋଟିଏ ପଥରକୁ ଜଣେ ମୂର୍ତ୍ତିକାର ଆଣି ଦେଖିଲେ ସୁନ୍ଦର ପଥର, ମୂର୍ତ୍ତି ବନେଇବାକୁ ଯାଉଛନ୍ତି। ସେ ପଥରଟି ଚିତ୍କାର କରି କହିଲା ଯେ ମୋତେ କଷ୍ଟ ଦିଅ ନାହିଁ, ମୁଁ କଷ୍ଟ ସହିପାରିବି ନାହିଁ। ବହୁତ ଚିତ୍କାର ପରେ ଫୋପାଡ଼ି ଦେଲେ କାହାକୁ, ସେଇ ପଥରଟିକୁ ଏ ମୂର୍ତ୍ତିକାର। ଆଉ ଗୋଟେ ପଥର ଦେଖିଲେ, ସେ ପଥର ଏତେ ସୁନ୍ଦର ନଥିଲା, ତଥାପି ମୂର୍ତ୍ତି ବନେଇବାର ଯେଉଁ ଇଚ୍ଛା ଶିଳ୍ପୀଙ୍କର, ସେହି ପଥରକୁ ବହୁତ ପରିଶ୍ରମ କରି ମୂର୍ତ୍ତିଟି ବନାଇଲେ ଏବଂ ସେ ପଥରକୁ ଗୋଟେ ମନ୍ଦିରରେ କିଛି ଦିନ ପରେ ପ୍ରତିଷ୍ଠା କରାଗଲା। ଏବଂ ଏଇ ଯେଉଁ ପଥର ଯେ ମନା କରିଥିଲା, ଏ ପଥରକୁ ନେଇ ବାହାରେ ରଖାଗଲା। ଲୋକ ଆସି ନଡ଼ିଆ ବାଡ଼େଇଲେ, ଯେଉଁ ପଥର ମନା କରିଥିଲା ମୁଁ କଷ୍ଟ ସହିପାରିବିନି, ତାପରେ ଲୋକ ନଡ଼ିଆ ବାଡ଼େଇଲେ। ଯେଉଁ ପଥର କଷ୍ଟ ସହି ମୂର୍ତ୍ତିରେ ପରିଣତ ହୋଇଥିଲା, ସେଠି ଲୋକ ମୁଣ୍ଡ ଲଗାଇ ନମସ୍କାର କଲେ। ଦିନେ ଏ ପଥର ପଚାରିଲା, ଭାଇ ଆମେ ଦୁଇ ଜଣ ରାସ୍ତା କଡ଼ରେ ପଡ଼ିଥିଲେ, ତୋ ଭାଗ୍ୟ ତୁ ମୂର୍ତ୍ତି ହୋଇ ଭିତରେ ପୂଜା ପାଇଲୁ, ଖରା ବର୍ଷାରୁ ରକ୍ଷା ପାଇଲୁ, ହେଲେ ମୋର ଦୁର୍ଭାଗ୍ୟ, ମୋ ଉପରେ ଲୋକ ସବୁଦିନ ଢାଏ ଢାଏ କରି ନଡ଼ିଆ ବାଡ଼ଉଛନ୍ତି, ସବୁଦିନ ମୋତେ କଷ୍ଟ ସହିବାକୁ ପଡ଼ୁଛି। ସେତେବେଳେ ମୂର୍ତ୍ତି ବନେଇଥିବା ପଥର ଜଣକ କହିଲେ, ତେରେ ମୂର୍ଖ, ପ୍ରଥମ ତୋତେ ସୁଯୋଗ ମିଳିଥିଲା, ସାମାନ୍ୟ କଷ୍ଟ ଅଦି ସେଦିନ ତୁ ସମ୍ଭାଳି ଦେଇଥାନ୍ତୁ। ଆଜି ତୁ ଥାନ୍ତୁ ଭିତରେ, ମୁଁ ହୁଏତ ଥାନ୍ତି ବାହାରେ। କଷ୍ଟ ସହିବାକୁ ମନା କଲୁ, ତାର ଫଳ ଦେଖିଲୁ, ତୁ ସବୁଦିନ ପାଇଁ ବାହାରେ ପଡ଼ିଗଲୁ, ମୁଁ ସବୁଦିନ ପାଇଁ ଭିତରେ ରହି ପୂଜା ପାଇଲି। ତେଣୁ କଷ୍ଟ ଯଦି କରିବେ ଆପଣ ନିଶ୍ଚିତ ଭାବରେ ପୂଜା ପାଇବେ। କଷ୍ଟ ନ ପାଇଲେ, ଏମିତି କଷ୍ଟ ନ କରିବାକୁ ଡରିଲେ ଏମିତି ସାରା ଜୀବନ ଟିକେ 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 ଦୁଃଖ ପାଇ ଚାଲିବେ। ନିଷ୍ପତ୍ତି ଆପଣଙ୍କର, କ'ଣ କଲେ ଭଲ ହେବ। ଧର୍ମ ବିଷୟରେ ବି ଆମେ ଜାଣିବା ଦରକାର। ଧର୍ମକୁ ବୁଝନ୍ତୁ। ମାନବ ଧର୍ମ କ'ଣ? ମାନବ ଧର୍ମରେ କି କର୍ମ କରିବା ଉଚିତ ତାହା କରନ୍ତୁ। ଅର୍ଥ, ମାନବ ଜନ୍ମର ଅର୍ଥକୁ ବୁଝିବା ନିହାତି ଦରକାର। ନିଜର ଶ୍ରେଷ୍ଠତାକୁ ବୁଝନ୍ତୁ, ଶ୍ରେଷ୍ଠ କର୍ମ କରନ୍ତୁ, ଶ୍ରେଷ୍ଠ ଆଚରଣ କରନ୍ତୁ। ଧର୍ମ ଅର୍ଥ କାମ ମୁଖ୍ୟ ଆମର ପ୍ରାପ୍ତିର ଉଦ୍ଦେଶ୍ୟ। ଧର୍ମ ଅର୍ଥ ଯାହା ମାନବ ଧର୍ମ ତାକୁ କରନ୍ତୁ। ମାନବ ଧର୍ମ କ'ଣ? ସମସ୍ତ ଜୀବଜନ୍ତୁ ଯିଏ ଅଛନ୍ତି ସମସ୍ତେ ଆମେ ଶ୍ରେଷ୍ଠ, ଆମେ ମାନବ ହିଁ ଜନ୍ମ ହେଇଛେ। ତେଣୁ ଯେହେତୁ ଆମେ ଶ୍ରେଷ୍ଠରେ ଅଛେ, ଶ୍ରେଷ୍ଠ ସ୍ଥାନ ଆମକୁ ଭଗବାନ ଦେଇଛନ୍ତି, ତେଣୁ ଆମକୁ ଶ୍ରେଷ୍ଠ କାମ କରିବା ଦରକାର। ତେଣୁ ମାନବ ଧର୍ମ ଯାହା ତାକୁ ପାଳନ କରନ୍ତୁ। ଅର୍ଥ ମାନବ ଜନ୍ମର ଅର୍ଥକୁ ବୁଝନ୍ତୁ। କ'ଣ କଲେ, କ'ଣ ପାଇଁ ଭଗବାନ ଆମକୁ ମାନବ ଧର୍ମ ଦେଇଛନ୍ତି, କ'ଣ କରିବା ଉଚିତ, ମାନବ ଜନ୍ମର ଅର୍ଥ କ'ଣ, ଆମକୁ ଶ୍ରେଷ୍ଠ କରି ଭଗବାନ ପଠାଇଛନ୍ତି। ତେଣୁ ଶ୍ରେଷ୍ଠତ୍ୱକୁ ଆଚରଣ କରନ୍ତୁ। କର୍ମ, ଧର୍ମ ଅର୍ଥ କାମ ମୁଖ୍ୟ। କାମ ଅର୍ଥ ହେଲା କର୍ମ। ଜୀବନରେ କେବେ କର୍ମ କରିବାକୁ ପଛାନ୍ତୁ ନାହିଁ, କର୍ମରେ କେବେ କମ୍ପ୍ରମାଇଜ୍ କରନ୍ତୁ ନାହିଁ, କର୍ମ କରିଚାଲନ୍ତୁ। ଯଦି ଏମିତି କରିବେ, ମୁଖ୍ୟ ଅର୍ଥ ଜୀବନ ଆନନ୍ଦମୟ ହେବ। ଏସବୁ କଲେ ମାନବ ଜୀବନ ସାର୍ଥକ ହେବ। ଆପଣ କିଛି ପାଇବା, କିଛି ନ ପାଇବାର ପଛରେ ନ ଦୌଡ଼ି ସବୁବେଳେ ଦୌଡ଼ନ୍ତୁ, ସବୁବେଳେ ଚିନ୍ତା କରନ୍ତୁ ଯେ କ'ଣ କଲେ ମୋତେ ଆତ୍ମସନ୍ତୋଷ ମିଳିବ। ଆତ୍ମସନ୍ତୋଷ ନାହିଁ, ଆପଣ ଯଦି କୋଟିପତି ହେଲେ ଲାଭ କିଛି ନାହିଁ। ଯାହା ବି କରୁଛନ୍ତି ସେ କାମ କରନ୍ତୁ ଯେଉଁଥିରେ ଆତ୍ମସନ୍ତୋଷ ମିଳେ। ଦର୍ଶକ ବନ୍ଧୁ, କୌଣସି ଇଲିଗାଲ କାମ କରି କେବେ କେହି
ଆତ୍ମସନ୍ତୋଷ ପାଇନାହିଁ। ହୁଏତ ବାହାସ୍ପଟ ମାରିପାରେ, କିନ୍ତୁ ଆତ୍ମସନ୍ତୋଷ ମିଳେ ନାହିଁ। ତେଣୁ ଆତ୍ମସନ୍ତୋଷକୁ ଯଦି ଆପଣ ପ୍ରାଧାନ୍ୟ ଦେଇ କର୍ମ କରିବେ, ନିଶ୍ଚିତ ଭାବେ ଆପଣ ଠିକ୍ ରାସ୍ତାରେ ହିଁ ପାଦ ପକାଇବେ। ଭୁଲ ରାସ୍ତାରେ ପାଦ ପକାଇ ଆତ୍ମସନ୍ତୋଷ ମିଳେ ନାହିଁ। ଯଦି ଆତ୍ମସନ୍ତୋଷକୁ ଆପଣ ପ୍ରାଧାନ୍ୟ ଦେଲେ, ଆପଣଙ୍କ ପାଦ ଯେଉଁଠି ପଡ଼ିବ ନିଶ୍ଚିତ ଭାବରେ ଠିକ୍ ଜାଗାରେ ପଡ଼ିବ, ଏଥିରେ ସନ୍ଦେହ ନାହିଁ। ଏହାପରେ ଆଉ ଗୋଟେ ଭଲ କଥା ମୁଁ କହିବି ଆପଣଙ୍କୁ, କର୍ମରେ ଯଦି ସଫଳ ହେବାକୁ ଚାହୁଁଛନ୍ତି, ଜୀବନରେ ଯଦି ସଫଳ ହେବାକୁ ଚାହୁଁଛନ୍ତି, ଦୟାକରି ପ୍ରୋକ୍ରାଷ୍ଟିନେସନକୁ ଛାଡ଼ନ୍ତୁ। ସମୟ ହେଲେ କରିବା, ଗ୍ରହଚକ୍ର ଭଲ ହେଲେ କରିବା, ଦେଖିବା, ଯିବା, ଏସବୁ ଜିନିଷ ପଛରେ ଯଦି ଆପଣ ପଡ଼ିବେ, ଏମିତି ଯଦି କରିବେ, ଆପଣ ଏବେ ନୁହଁ କି କେବେ ନୁହେଁ ସଫଳ ହେବେ ନାହିଁ। ଯଦି ପ୍ରୋକ୍ରାଷ୍ଟିନେସନକୁ ଛାଡ଼ିଲେ, ଡିସାଇଡ଼୍ କଲେ ମୁଁ ଏ କାମ କରିବି, ତତ୍କ୍ଷଣାତ୍ ଆରମ୍ଭ କଲେ, ତାହେଲେ ଆପଣ ନିଶ୍ଚିତ ଭାବରେ ସଫଳ ହେବେ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଅସଫଳତା ଆଉ କିଛି ନୁହଁ। ଆମେ ଏଇ ପ୍ରୋକ୍ରାଷ୍ଟିନେସନ୍ ଦ୍ୱାରା ବେଳେବେଳେ ସଫଳତାକୁ ଦୂରେଇ ଦେଇଥାନ୍ତି, ସଫଳତାର ନିଜକୁ ଦୂରେଇ ଦେଇଥାନ୍ତି। ଦ୍ୱିତୀୟ କଥା, ଆମେ ଜାଣିଲେ ଯେ ଆପଣ କେତେବେଳେ କମ୍ଫର୍ଟ ଜୋନ୍ରେ ରହିକି ସଫଳତା ପାଇବା କଥା ଚିନ୍ତା କରନ୍ତୁ ନାହିଁ। ନିଜକୁ କଷ୍ଟ ଦିଅନ୍ତୁ। କଷ୍ଟ ପାଇଲେ, ଆପଣ ନିଜକୁ କଷ୍ଟ ଦେଲେ ଆପଣ ସଫଳ ହେବେ। ତୃତୀୟ କଥା ହେଉଛି, ଯେଉଁ କାମ ବି ଆପଣ କରୁଛନ୍ତି, ଯାହା ବି ହେଉ, ସେଇ କାମକୁ ଭଲ ପାଇବା ଶିଖନ୍ତୁ। ଯଦି ଆପଣଙ୍କର ଆଗ୍ରହ ନାହିଁ କାମ କରିବାରେ, ତାହେଲେ ସେ କାମ ଯେତେ କଲେ ମଧ୍ୟ ଆପଣ ସଫଳ ହେବେ ନାହିଁ। କାରଣ ଆପଣ ହୃଦୟର ସହିତ ସେ କାମ କରୁନାହାନ୍ତି। ତେଣୁ ଯାହା ବି ଆପଣ ପ୍ରଫେସନରେ ଅଛନ୍ତି, ତାକୁ ଭଲ ପାଆନ୍ତୁ। ଚତୁର୍ଥ କଥା ହେଲା, ୱାଇଣ୍ଡ ଅପ୍ର ଚିନ୍ତାଧାରା କେବେ ମନରେ ରଖନ୍ତୁ ନାହିଁ। ବେଳେବେଳେ କ'ଣ ହୁଏ, ଜୀବନରେ ଅନେକ ଥର ସଫଳତା ଆସେ, ଅସଫଳତା ଆସିବନି ଏମିତି ନୁହଁ। ଅସଫଳତା ଆସିଗଲା ପରେ ହଠାତ୍ କ'ଣ ହୁଏ, ନେଗେଟିଭିଟି ଆମର ଉତ୍ପନ୍ନ ହୋଇଯାଏ ଯେ ଆମେ ଅସଫଳ ହେଲେ ଆମ ଦ୍ୱାରା ହେବ ନାହିଁ, ଏ କାମ ଛାଡ଼ିଦେବା। ଦର୍ଶକ ବନ୍ଧୁ, ଅନେକ ପରିଶ୍ରମ କରିଛନ୍ତି, ଗୋଟେ ଟ୍ରାକ୍ରେ ଆପଣ ଅଛନ୍ତି। ସେ ଟ୍ରାକ୍କୁ ଯଦି ଏ ଅସଫଳତାକୁ ଡରି ଆପଣ ଟ୍ରାକ୍ ଚେଞ୍ଜ କରିଦେଲେ, କାଲି ଯେଉଁ ଟ୍ରାକ୍କୁ ଯିବେ ସେଠି ଆପଣ ନବାଗତ। ପୁଣି ଆପଣଙ୍କୁ ପାମ୍ପଡ଼ ବେଲିବାକୁ ପଡ଼ିବ, ପୁଣି ସମାନ ପରିଶ୍ରମ। କିଏ ଜାଣେ ସେଠି ବି ସେମିତିଆ ସମସ୍ୟା ନ ଆସିପାରେ ବୋଲି, ସେଠି ଅଧିକା ବି ସମସ୍ୟା ଆସିପାରେ। ତେଣୁ ଯେଉଁ କାମରେ ଅଛନ୍ତି, ସେ କାମକୁ ୱାଇଣ୍ଡ ଅପ୍ କରିବା ଚିନ୍ତାଧାରା କେବେ କରନ୍ତୁ ନାହିଁ। ଡରିକି ପଳାୟନ କରନ୍ତୁ ନାହିଁ, ପଳାୟନପନ୍ଥୀ ହୁଅନ୍ତୁ ନାହିଁ। ସାହସର ସହିତ ଏ ଅସଫଳତାକୁ ସାମ୍ନା କରନ୍ତୁ। ଅସଫଳତାକୁ ଫାଡ଼ି ଦିଅନ୍ତୁ। ଯେ କ'ଣ ପାଇଁ ଫାଡ଼ିକି ପୁରା ଅପରେସନ୍ କରି ଜାଣନ୍ତୁ ଯେ ମୁଁ କାହିଁକି ଅସଫଳ ହେଲି। ସବୁ ତ ଠିକ୍ ଥିଲା, ହେଲେ ମୋର ଭୁଲ କେଉଁଠି ରହିଲା, ମୁଁ ଅସଫଳ ହେଲି। ଏବଂ ଯେଉଁଟା ଭୁଲ ହେଲା ବୋଲି ଭାବୁଛନ୍ତି ଆପଣ, ତାକୁ ଗୋଟେ କାଗଜରେ ଲେଖନ୍ତୁ ଏବଂ ତାରି ଉପରେ କାମ କରନ୍ତୁ। ତା ଉପରେ କାମ କଲେ ନିଶ୍ଚିତ ଭାବରେ ଆପଣ ସଫଳ ହେବେ। ଆପଣଙ୍କ ସଫଳତାକୁ କେହି ଅଟକାଇ ପାରିବେ ନାହିଁ। ଆଶା କରୁଛି ଦର୍ଶକ ବନ୍ଧୁ, ଆଜିର ଏଇ କିଛି ପଦ କଥା ନିଶ୍ଚିତ ଭାବରେ ଆପଣମାନଙ୍କୁ ପ୍ରେରଣା ଯୋଗାଇବ। ଅସଫଳତାକୁ ଡରିବେ ନାହିଁ। ଅସଫଳତାର ଛାତି ଚିରି ଆପଣ ଆଗକୁ ବଢ଼ିବେ, ଏଇ ଆଶା ଓ ଭରସା ନେଇ ମୁଁ ରହୁଛି। ନମସ୍କାର।